ସେ ଚାରିଆଡ଼େ ବୁଲୁଛନ୍ତି ଫଳ ଶୂନ। ମୁଁ ତା ଗାଁକୁ ଯାଇଥିଲି 4 ଦିନ ତଳେ, ତାଙ୍କ ଗାଁକୁ ଯାଇଥିଲି ମୁଁ। ସେଠି ଯାହା ଲୋକଙ୍କର ମତ ଯେ ଆମ ଲୋକ ସବୁ ଯାଉଛନ୍ତି ବଣ୍ଡେଲ ଲେବର ହାଇଦ୍ରାବାଦ, ପାଟନା, ବିହାର ଯାଉଛନ୍ତି ମୂଲ ଲାଗିବା ପାଇଁ, ଅଥଚ ଆମ ଲୋକ ଏଠି ଧନ୍ଦା ନାହିଁ। ଲୁହା ପଥର, କ୍ରୋମ, ବକ୍ସାଇଟ୍, ମାଙ୍ଗାନିଜ ଭରା କେଉଁଝର, କିନ୍ତୁ ଆମେ ମୂଲ ଲାଗିବାକୁ ଯାଉଛୁ ହାଇଦ୍ରାବାଦ, ପାଟନା, ବିହାର। କିଛି ମୂଲ୍ୟ ନାହିଁ। କେଉଁଝର ଶିଳ୍ପ ଆରମ୍ଭ କରିବେ? କି ଶିଳ୍ପ କ'ଣ ଆରମ୍ଭ ହବ? ପାଟନାର ଶିଳ୍ପ ହବ, କେଉଁଝରରେ ନୁହଁ। ଶିଳ୍ପ କରିଡର କରୁଛନ୍ତି, ଆମର ଖଣିଜ କରିଡର ହେଉଛି। ଖଣିଜ କରିଡର ସବୁ କରିଡର କରିଥିଲେ ନବୀନ ପଟ୍ଟନାୟକ 25 ବର୍ଷ। ହାଇଦ୍ରାବାଦ, କଲିକତା, ବମ୍ବେ, ଦିଲ୍ଲୀ ଶିଳ୍ପପତିକି ଆଣିବା ପାଇଁ ଗୋଟେ କମାରଶାଳ କରିପାରିଲେନି ନବୀନ ପଟ୍ଟନାୟକ। ଇଏ 2 ବର୍ଷ ହେଲା ବୁଲିଲେନି। କମ୍ପାନୀ ହେଇଛି TCS, ଇନଫୋସିସ, ଡେଲୋଇଟ୍ ସବୁ ହେଇଛି, ଭଲ ଭଲ କମ୍ପାନୀ, ଆଇଟି କମ୍ପାନୀ ପଟିଆ ଏ ସବୁ ଆଗରୁ ହେଇଛି। ଇଏ କ'ଣ କରିବେ? ନବୀନ ବାବୁ କରିଛନ୍ତି ଜାନେଇ ପଟ୍ଟନାୟକ କରିଛି। ଆଇଟି ମେଜରିଟି ଆଣିଛି ଜାନେଇ ପଟ୍ଟନାୟକ, ତାପରେ ଆଣିଛି ନବୀନ ପଟ୍ଟନାୟକ। ସବୁ 10-11 ରହିଛି। ହଁ, ନବୀନ ଆଣିଛି କିଛି, ନବୀନ କିଛି ଆଣିଛି, ଜାନେଇ ପଟ୍ଟନାୟକ କିଛି ଆଣିଛି। IIT ନବୀନ ପଟ୍ଟନାୟକ, ମୁଁ ନେଇଛି। ଆଉ ନବୀନ ପଟ୍ଟନାୟକ ନେଇଛି IIT, ନବୀନ ପଟ୍ଟନାୟକ ମୁଁ ନେଇଛି। ଜଟଣୀ ନେଇଛି ଏମ୍ସ, ଜଟଣୀ ନେଇଛି IIT, ଜଟଣୀ ନେଇଛି ନାଇଜର, ଜଟଣୀ ନେଇଛି ଇନଫୋସିସ୍। ତେଣୁ ଜାନେଇ ପଟ୍ଟନାୟକ, ନବୀନ ପଟ୍ଟନାୟକ ଯେତେ IT କମ୍ପାନୀ ଏ 2 ଜଣ ଆଣିଛନ୍ତି। ଆଙ୍କ ସମୟରେ ଗୋଟେ କମାରଶାଳ ବି ଏପର୍ଯ୍ୟନ୍ତ ଆରମ୍ଭ ହେଇପାରିଲାନି, ଗୋଟେ ବିସ୍କୁଟ ଫ୍ୟାକ୍ଟରୀ ବି ହେଇପାରୁନି ପାଉଁରୁଟି ସେକିବା ପାଇଁ ମୋହନ ମାଝୀ ସମୟରେ। ଆଗ ଗୋଟେ ହଉ, 17ଟା ବହୁତ ବାଟ, ଆଗ ଗୋଟେ ହଉ, ଆମେ ଜାଣୁ ଗୋଟେ ହେଲା। ଏପର୍ଯ୍ୟନ୍ତ କମାରଶାଳ ଦେଖା ନାହିଁ, ଆଉ 17ଟା ଇସ୍ପାତ ଇଣ୍ଡଷ୍ଟ୍ରି କରିବେ। ଲଜ୍ଜା, ଘୋର ଲଜ୍ଜା। ଖାଲି କୋଟି ଶୁଣୁଛୁ ଆମେ, ଖାଲି କୋଟି ଶୁଣୁଛୁ। କ'ଣ ଅଧିକା ଦେଇଦେଇଛି ରେଳ? ହଁ, ଇଣ୍ଡିଆରେ ସବୁଠୁ ହାଷ୍ଟ ଲୁହା ପଥର ଖଣି, କ୍ରୋମ, ବକ୍ସାଇଟ୍ରୁ ଆଦାୟ ହେଉଛି ପଇସା ଓଡ଼ିଶାରୁ, ରେଳବାଇର ଗୁଡ୍ସରେ। କି ପଇସା? 10,000 କୋଟି। ହଁ, ଆମେ ଦେଇଛୁ 99,000 କୋଟି ଲାଭ ଓଡ଼ିଶାରୁ ରେଳ ବିଭାଗକୁ। ଏଇ ଖଣିଜ ପଦାର୍ଥ ରପ୍ତାନି କରି ଗୁଡ୍ସରେ 99,000 କୋଟି ଟଙ୍କା, 10,000 କୋଟି। ଇଏ ପରେ ସ୍ତର ସ୍ତର ହେଇ ଦିଆହବ, ଏକାଥରେ ନୁହଁ। ବର୍ତ୍ତମାନ ରାଜଧାନୀରେ ଏମିତି ପରିସ୍ଥିତି ହେଲାଣି ଯେ କାଲି ପରଦିନ ସନ୍ଧ୍ୟାବେଳେ ଗୋଟେ କିନ୍ନରକୁ ହତ୍ୟା କରାଯାଇଛି ହାଣି।